ରାଧେ ଜୟ ଜଗନ୍ନାଥ। ଆଜି ଆମେ ତୃତୀୟ ଅଧ୍ୟାୟର 4, 5, 6, 7, 8, 9 ଶ୍ଲୋକ ପଢ଼ିବା। ଆସନ୍ତୁ। ନ କର୍ମଣ୍ୟରାତ୍ମାସ୍ତ ପୁରୁଷସ୍ତ୍ୱତ ନ ଚ ସନ୍ନ୍ୟାସନ ସିଦ୍ଧ ସମଧିଗଚ୍ଛତି। ମନୁଷ୍ୟ କର୍ମଚରଣ ନ କରି ନିଷ୍କର୍ମତା ବା ଯୋଗନିଷ୍ଠା ପରମ ପାରେ ନାହିଁ କି କେବଳ କର୍ମ ତ୍ୟାଗ କରିଦେଇ ବି ସିଦ୍ଧ ବା ସଂଖ୍ୟାଷ୍ଟି ପାଇପାରେ ନାହିଁ। ନ ହି କଶ୍ଚିତ୍ କ୍ଷଣମଝି ଜାତୁ ତିଷ୍ଠ ତତ୍କର୍ମ କୃତ୍ କାର୍ଯ୍ୟତେ ବ୍ୟବସଃ କର୍ମ ସର୍ବ ପ୍ରକୃତ ଜଗୁନ୍ୟଃ। ଏହା ନିଃସନ୍ଦେହରେ ଯେ କୌଣସି ମନୁଷ୍ୟ କୌଣସି ସମୟରେ ଜଣେ ଯୁଦ୍ଧ କର୍ମ ନ କରି ରହିପାରେ ନାହିଁ, କାରଣ ସମସ୍ତ ପ୍ରାଣୀ ପ୍ରକୃତରୁ ଉତ୍ପନ୍ନ ଗୁଣମାନଙ୍କର ପରବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି। କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସ୍ତାସ୍ମନ୍ ଇନ୍ଦ୍ରିୟାର୍ଥାନ୍ ବିଡୂବତ୍ମା ମିଥ୍ୟାଚାର ଚ ସଚ୍ୟତେ। ଯେଉଁ ମୂଢ଼ମଣି ମନୁଷ୍ୟ କର୍ମେନ୍ଦ୍ରିୟାଣକୁ ବଳପୂର୍ବକ ଉପରକୁ ରୁଦ୍ଧ କରିଦେଇ ମନ ଦ୍ୱାରା ସେହି ଇନ୍ଦ୍ରିୟମାନଙ୍କର ବିଷୟ ଚିନ୍ତନ କରୁଥାଏ, ତାହାକୁ ମିଥ୍ୟାଚାରୀ ଅର୍ଥାତ୍ ଦମ୍ଭୀ ବୋଲି କୁହାଯାଏ। ସ୍ୱସ୍ତୀନ୍ଦ୍ରିୟାଣି ମନସା ନିୟମ୍ୟ ଭରତର୍ଜୁନ କର୍ମେନ୍ଦ୍ରିୟାଣଃ କର୍ମଯୋଗ ସମସକ୍ତଃ ସ ବିଶ୍ୟସ୍ୟତେ। କୁହନ୍ତୁ ହେ ଅର୍ଜୁନ, ଯେଉଁ ପୁରୁଷ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବଶ କରି ଅନାସକ୍ତ ହୋଇ ସମସ୍ତ ଇନ୍ଦ୍ରିୟ ଦ୍ୱାରା କର୍ମଯୋଗ ଆଚରଣ କରନ୍ତି, ସେ ଶ୍ରେଷ୍ଠ ଅଟନ୍ତି। ନିୟତିଂ କୁରୁ କର୍ମ ତ୍ୱଂ କର୍ମଜୋऽୟଂ ହକର୍ମଣ୍ୟଃ ଶରୀରରାତ୍ରାପି ଚ ଚେତନଂ ପ୍ରସିଦ୍ଧ୍ୟାତ୍ କର୍ମଣ୍ୟଃ। ତୁମେ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମ କର, କାରଣ କର୍ମ ନ କରିବା ଠାରୁ କର୍ମ କରିବା ଶ୍ରେଷ୍ଠ, ଏବଂ କର୍ମ ନ କଲେ ତୁମ୍ଭେ ଶରୀର ନିର୍ଦାନ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ। ଯଜ୍ଞାର୍ଥ କର୍ମଣ୍ୟ ନିତ୍ୟଲୋକତ୍ରୟଂ କର୍ମବନ୍ଧନଂ ତଦର୍ଥ କର୍ମଗନ୍ତେୟ ମୁକ୍ତ ସଂଘ ସମାଚାର। ଯଜ୍ଞ ପାଇଁ କରାଯାଉଥିବା କର୍ମ ଛଡ଼ା ଅନ୍ୟ କର୍ମମାନଙ୍କରେ ଲାଗି ରହିଥିବା ଫଳ ହିଁ ମନୁଷ୍ୟମାନେ କର୍ମବନ୍ଧନରେ ପଡ଼ନ୍ତି। ତେଣୁ ହେ ଅର୍ଜୁନ, ତୁମେ ଆସକ୍ତି ରହିତ ହୋଇ କେବଳ ଯଜ୍ଞ ନିମନ୍ତେ ହିଁ ଭଲ ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କର। ସହ ଯଜ୍ଞ ପ୍ରଜାଷ୍ଟୋଷ୍ଠା ପୂର୍ବ ପ୍ରଜାପତିଃ ଅନେନ ପ୍ରସସିଦ୍ଧ୍ୱବଶିଷ୍ଟ କାମଧୋକ୍। ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ସେମାନଙ୍କୁ କହିଥିଲେ, ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ବୁଦ୍ଧିପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମମାନଙ୍କ ବାଞ୍ଛିତ ଭୋଗଦାୟକ। ଦେବାନ୍ ଭାୟତ ତାନେତ તે ଦେବା ଭାୟନ୍ତୁ ବଃ ସ୍ପର୍ଶ ଭାୟନ୍ତଃ ଶ୍ରେୟଂ ପରମାର୍ଥତଃ। ତୁମେମାନେ ଏହି ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମର ଉନ୍ନତି କରନ୍ତୁ। ଏହିପରି ନିଃସ୍ୱାର୍ଥ ଭାବରେ ପରସ୍ପରକୁ ଉନ୍ନତ କରିବା ଫଳରେ ତୁମେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ। ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତାଃ ତଦ୍ଦୈତାନ୍ ପ୍ରସିଦ୍ଧ୍ୟବେ ଯୋ ଭୁଙ୍କ୍ତେ ତେନ ଏବ ସଃ। ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ତୁମର ବିନା ପ୍ରାର୍ଥନାରେ ବାଞ୍ଛିତ ଭୋଗ ନିଶ୍ଚୟ ପ୍ରଦାନ କରି ଚାଲିଯିବେ। ସେହି ଦେବତାମାନଙ୍କ ଦ୍ୱାରା ଏପରି ପ୍ରଦତ୍ତ ଭୋଗ ପଦାର୍ଥଗୁଡ଼ିକୁ ଯେଉଁ ମନୁଷ୍ୟ ସେମାନଙ୍କୁ ଅର୍ପଣ ନ କରି ସ୍ୱୟଂ ଭୋଗ କରେ, ସେ ଚୋର ହିଁ ଅଟେ। ଯଜ୍ଞଷ୍ଠିଷ୍ଠାସୀନଃ ସନ୍ତୋମୁଚ୍ୟନ୍ତେ ସର୍ବକଳବଶଃ ଭୁଞ୍ଜତେ te ତ୍ୱଂ ପାପାଯେତ ପଚନ୍ତାତ୍ମକାତ୍। କାରଣାତ୍ ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତେ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେଉଁ ପାପୀମାନେ ନିଜର ଶରୀରର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି, ସେମାନେ ପାପ ହିଁ ଭୋଜନ କରନ୍ତି। ଅନ୍ନାଭନ୍ତି ଭୂତାନି ପର୍ଯ୍ୟନ୍ନାତ୍ମନଃ ଯଜ୍ଞାଭବତି ପର୍ଯ୍ୟନ୍ତେ ଯଜ୍ଞ କର୍ମ ସମୂହଭବ କର୍ମ ବ୍ରହ୍ମାଭବ ବନ୍ଧନ ବ୍ରହ୍ମା
क्षर सौरभम तस्मात् मर्गरत् ब्रह्म नित्य यज्ञे पठितम्। समस्त प्राणी अन्नरू उत्पन्न हुअन्ति। अन्नर उत्पत्ति वृष्टिरू हुए। वृष्टि यज्ञरू उत्पन्न हुए एवं यज्ञ विहित कर्मरू उत्पन्न हुए। कर्म समुदाय देवरू उत्पन्न हुअन्ति एवं वेद विनाशी परमात्मा ठारू उत्पन्न होइछन्ति बोली जान। तेणु सिद्ध हैला जे सर्वव्यापी परे अक्षर परमात्मा सदा सर्वदा यज्ञ प्रति स्थित एवं प्रवर्तित चक्र नानुवर्तयात जह आघायुरिन्द्राणाम मोघ पार्थ जे सचिव। हे पार्थ, जेउ पुरुष इह लोकरे एही प्रकार परंपरा क्रमे प्रचलित हुई आसीथिबा सृष्टि चक्रर अनुकूल हुई चले नाही, अर्थात निजर कर्तव्य पालन करे नाही, इंद्रिय मानक द्वारा भोगरे चरण करुथुबा सेही पापी मनुष्य वृथारे जीवन धारण करे। जस्त्वात्मरतवित्त स्वादमृतस्तत मानव आत्मनैवच दृष्टस्त्वता कर्म कर्ज्य न कर दिव्यते। किंतु जो मनुष्य आत्मार रमण करुथांती एवं आत्मार तृप्त आत्मार संतुष्ट होई रहिथांती तांको पाई कौनसी कर्तव्य करबाकू बाकी रही न थाए। नैव तस्य कृतानार्थ कश्चन न चाच्यः सर्वभूतेषु कश्चित् तस्य व्यापश्रयः। ସେହି महापुरुषଙ୍କର ଏହି ବିଶ୍ୱାସ କୌଣସି କର୍ମ କରିବାରେ ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ତସ୍ମାତ୍ ସକ୍ତଃ ସତତଃ କାର୍ଯ୍ୟ କର୍ମ ସମାଚାର ଅସକ୍ତେ ଚାଚରଣ କର୍ମ ପରନାତ୍ମ ପୁରୁଷ। ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ମ ବେକର୍ମ କର, କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପାଇଥାନ୍ତି। କର୍ମଣ୍ୟ ହି ସିଦ୍ଧିମାସ୍ଥିତ ଜନଦୟଃ ଲୋକେନ୍ଦ୍ରିୟାଃ ମପୈ ସସ୍ମାତ୍ କର୍ତ୍ତୁମର୍ହସି। ଜନକ ଆଦି ଜ୍ଞାନୀମାନେ ମଧ୍ୟ ଆସକ୍ତିହିତ କର୍ମ ଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ଜୟ ଜଗନ୍ନାଥ। ରାଧେ ରାଧେ। ଆପଣଙ୍କୁ ଯଦି ଭଲ ଲାଗିଛି ତାହେଲେ ପ୍ଲିଜ୍ ଦୟାକରି ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ।